ঘরে থিবে লক্ষ্মী পাণ ঘরে থিবে স্নান ন করিন বড় দেউলে পশিবে। যদি হাড়ি ঘরে লক্ষ্মী রহিলে পাণ ঘরে রহিলে তাପରେ সবর্ণ জাতি ସମସ୍ତେ সেই লক্ষ্মীକୁ ପୂଜା କରୁଛନ୍ତି। ପ୍ରକୃତରେ ଭୁଲଟା କାହାର, ଲକ୍ଷ୍ମୀଙ୍କର ନା ଜଗନ୍ନାଥଙ୍କର? ଆଜ୍ଞା ଭୁଲଟା ନାଇଁ ଭିତରେ ଯାହାହେଲେ ବି ଆସୁଛନ୍ତି ମଞ୍ଚରେ ମଞ୍ଚାସୀ ନେଉଛନ୍ତି ମାନେ ମୋର ଏଇଟା ଆପଣମାନଙ୍କୁ ସମୀକ୍ଷା। ହାଡି ଘରେ ଥିବ ଲକ୍ଷ୍ମୀ ପାଣ ଘରେ ଥିବ ସ୍ନାନ ନ କରିଣ ବଡ ଦେଉଳେ ପଶିବ। ପ୍ରକୃତରେ ଭୁଲଟା କାହାର? ଯଦି ହାଡି ଘରେ ଲକ୍ଷ୍ମୀ ଅଛନ୍ତି ପାଣ ଘରେ ଅଛନ୍ତି ସବର୍ଣ୍ଣ ବାଲା ବି ସମସ୍ତେ ପୂଜା କରୁଛନ୍ତି। ପ୍ରକୃତରେ ଭୁଲଟା କାହାର, ଜଗନ୍ନାଥଙ୍କର ନା ଲକ୍ଷ୍ମୀଙ୍କର? কমলা শ্রীহরি প্রিয়া ইন্দিরা লোক মাতা বা ক্ষীরাথি তনয়া আজ সভ্য সুন্দর লোক সমান সহ
ନୀତି କର୍ମ କରୁଥିବ ଆଜ୍ଞା ସମସ୍ତେ ଅଛବ ମାନଙ୍କୁ ଘୃଣା କରନ୍ତି ଏ କଥାକୁ ଦିନେ ଲକ୍ଷ୍ମୀ ଏବଂ ନାରାୟଣ ବିଚାର କଲେ ସଂସାର ଭିତରେ ଏ କଳ୍ମଷ ସଂସାର ଭିତରେ ସମସ୍ତଙ୍କର ଦୃଷ୍ଟିରେ ଆଜ୍ଞା ଉଚ୍ଚ ନିଚ ବାଛ ବିଚାର ଚାଲିଲା ଭଗବାନଙ୍କର ଦରବାର ଭିତରେ ଲକ୍ଷ୍ମୀ ଏବଂ ନାରାୟଣ ହେଉଛନ୍ତି ଜଗତ ପିତା ସେ ହେଉଛନ୍ତି ଜଗତ ମାତା ଉଭୟଙ୍କ ମଧ୍ୟରେ କଥୋପକଥନ ହେଲା ପରେ କହିଲେ ଆମେ ଗୋଟେ ଲୀଳା କରିବା ଏ ଲୀଳାର ସାରାଂଶ କଣ ନାଇଁ ଯୋଉ ଅଛବ ବା ହେୟ ଜ୍ଞାନ ମନ କରୁଥିବା ବ୍ୟକ୍ତିମାନଙ୍କୁ ନିଶ୍ଚିତ ଭାବରେ ଗୋଟେ ସତ୍ଶିକ୍ଷା ଆମେ ଦେବା କାହିଁକି ଆସିଲା ଆଜ୍ଞା ଲକ୍ଷ୍ମୀ ବ୍ରତ ସମସ୍ତେ ଧନ ସମ୍ପଦ ବଳ ବୀର୍ଯ୍ୟ ଐଶ୍ୱର୍ଯ୍ୟରେ ବିଭୋର କିନ୍ତୁ ଶ୍ରୀ ଚଣ୍ଡାଳୁଣୀ ନିଜର କାୟ ମନ ବାକ୍ୟକୁ ଶୁଦ୍ଧପୂତ କରି ପରିଷ୍କାର ପରିଚ୍ଛନ୍ନତାକୁ ରଖି ଆଜ୍ଞା ଜଗାଡ଼ି ବସିଛି ପୂଜା ସମ୍ଭାର ଯେତେବେଳେ ପ୍ରଭାତ ସମୟ ହେଲା ସବୁ ଘରେ ଘରେ ସବୁ କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ହୋଇ ମା ଲକ୍ଷ୍ମୀ ତାଙ୍କ ଘରକୁ ଗଲେ ଶ୍ରୀ ଚଣ୍ଡାଳୁଣୀ ଘରକୁ କାରଣ ପାଦରୁ ଆଜ୍ଞା ଦେଖନ୍ତୁ ଶୂଦ୍ରମାନ ଜନ୍ମ ଏ ସଂସାରରେ ଯେତେ କଥା ପାଦରେ ଯାହା ଅଛି ଆଜ୍ଞା ମୁଣ୍ଡରେ ତାହା ନାହିଁ ମୁଣ୍ଡରେ ବୁଦ୍ଧି ଥାଇପାରେ କିନ୍ତୁ ଆଜ୍ଞା ସଂସାରରେ ପାଦଟାକୁ ଶ୍ରେଷ୍ଠ ଯେତେ ପଦ ପଢିଲେ ବି ପାଦ କଥା ଆମର ଯେତେବେଳେ ବର୍ଣ୍ଣବୋଧରେ କରାଯାଏ ଆମେ ପ୍ରାର୍ଥନା କରନ୍ତି ସେଇଠି ଗୋଟିଏ ପଦ ପ୍ରମାଣ ଦେବା ତାପରେ ଅପରଭାଇକି ଛାଡ଼ିବା ବାବୁ ସତ୍ୟ ପଥେ ଧର୍ମ ପଥେ ঘেনি যাও বলতে ভাষাও পুরাণ মোর তম প্রেম সুরতে প্রভু পর শরণ এ জীবন শ্রী চরণে কলি সমর্পণ এ জীবন শ্রী চরণে শ্রী কহিলে আজ্ঞা লক্ষ্মী যদি চরণরে মনোনিবেশ করিব ভাগবত কহে সর্বদা সত্য পথে চল ঈশ্বর করিবে মঙ্গল নিজের আচরণ উচ্চারণ যেতেবেলে আজ্ঞা আমি শুদ্ধ করিদেবা কেউ ব্রাহ্মণ নাই কেউ ক্ষত্রিয় নাই বৈশ্য নাই শূদ্র নাই ভগবান নিশ্চিন্ত ভাবে তাঙ্ক পাখে যাই পদার্পণ করিবে এবং শ্রী বলন্ত লক্ষ্মী বর্ধিত হেব ভগবানଙ୍କର ସାନ୍ନିଧ୍ୟ ଲାଭ କରିବ ନିଶ୍ଚିନ୍ତ ଭାବରେ ଏ କଥାକୁ ଦୂରୀଭୂତ କରିବା ପାଇଁ ଜଗନ୍ନାଥ ଟିକେ ମାୟା ହେଲେ ଏଥିରେ କୂଟ କରିବେ ନାରାୟଣ କିନ୍ତୁ ବଳରାମ ଦାସ ଏ କଥାକୁ ବୁଝି ପାରନ୍ତି ନାହିଁ ସେଇଥିପାଇଁ ଆଜ୍ଞା ଏ ପଦଟା ବଳରାମ ଦାସ ସେଠି ଲେଖିଛନ୍ତି ଯେତେବେଳେ ଚାଣ୍ଡାଳୁଣୀ ଘରକୁ ଗଲେ ଲକ୍ଷ୍ମୀ ସେଇଥିରୁ ଏ ମାନବ ଜାତିକୁ ଦର୍ଶନ ଦେବା ପାଇଁ ଛୁଆର ଭେଦଭାବ ଦୂରୀଭୂତ ହୋଇଯିବା ପାଇଁ ବଡ ଦେଉଳରେ ଆଜ୍ଞା ଏଇ ଲୀଳାଟା ଲଗେଇଲେ ନିଜେ ଜଗନ୍ନାଥ ଏଥିରେ ବଳରାମଙ୍କର ଦୋଷ ନାହିଁ କି ଦୋଷ ନାହିଁ ବଳରାମ ଦାସଙ୍କର କି ଆମ ଲୋକମାନଙ୍କର ନୁହଁ କାହାର ଯାହା କରନ୍ତି ପ୍ରଭୁ କାହାକି ନା କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ କେହି ଆପଣ ଭାବରେ ବଡ଼ ଭାଇ ଆମର ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ମାଧ୍ୟମରେ ଅନ୍ୟମନସ୍କ ହେବନି ଜମା ଜାଣିଛି ଯେତେବେଳେ ବଳରାମ ଦାସ ଜାତି ସ୍ମର ସେମାନେ ପଞ୍ଚସଖା ଯୋଗ୍ୟ କବି ସେ ଜାତି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ତାଙ୍କର ରଚନା କିନ୍ତୁ ଆପଣଙ୍କର କଥା ରହିଲା ସେ ରଚନା ବି ହଉ କାହାଣୀ ବି ହଉ ଆମ ଘର କଥା ବି ହଉ ଲକ୍ଷ୍ମୀ ହାଡ଼ି ଘରେ ପାଣ ଘରେ ବାସ କରି ପୂଜା ପାଇଲେ ପୁଣି ସବର୍ଣ୍ଣ ମାନେ ପୂଜା କରୁଛନ୍ତି ଏଥିରେ ଦୋଷ ଜଗନ୍ନାଥଙ୍କର କିମ୍ବା ଲକ୍ଷ୍ମୀଙ୍କର ଏ ଗୋଟିଏ ସମୀକ୍ଷା ବା ମୀମାଂସା ବାବାରେ ଗୋଟିଏ କଥା ପତେ କଥା କହିବା ତାପରେ ଆରମ୍ଭ କରିବା ଯେତେବେଳେ ଲକ୍ଷ୍ମୀ ଆଜ୍ଞା ଇନ୍ଦ୍ରକୁ ପ୍ରତ୍ୟାଖ୍ୟାନ କରି ସମୁଦ୍ର ଗର୍ଭରେ ଅଛନ୍ତି ଉଦ୍ଧାର ପୁନର୍ଜନ୍ମ ଲକ୍ଷ୍ମୀଙ୍କର ହେବ ସମୁଦ୍ର ମନ୍ଥନ ଅସୁର ଏବଂ ଦେବତା ମାନେ ସମୁଦ୍ର ମନ୍ଥନ କଲେ ସେତେବେଳକୁ ଆଜ୍ଞା ଲକ୍ଷ୍ମୀ ଯଦି ଆମେ ଚିନ୍ତା କରିବା ଅସୁର ମାନେ ଅସବର୍ଣ୍ଣ ଜାତି ବହିଶ୍ରୀକ ଆମେ କାହାକୁ ଆଜ୍ଞା ହାଡ଼ିପାଣ କାହାକୁ କହିବା
कला जन्मना जायते शूद्र संस्कार द्विज उच्यते वेदभ्यास भवति विप्र ब्रह्मजनात् इति ब्राह्मण संस्कार जदि हमर भलो अछि आचार उच्चारण जदि भलो अछि ताले आमे ब्राह्मण ठाରୁ श्रेष्ठ तेणु असुर मानकर ए धारणा न थाए तो सेते बेले अक्ष भाई सारी जदि लक्ष्मी जदि चिंता करिबा असुर मानक द्वारा छुई सारी जदि एबे श्रिया चंडालणी हेई पारे जातिरे चंडालणी किंतु संस्कार द्वारा ब्राह्मण उपरे तेणु आमे श्रिया चंडालिनी को कहबा नाही अक्षव जातिरे बोली एबे कथा कोठी जिबा बाबा बजेबो नमस्ते तुम्हारी श्रीपीठे सुर पूजिते शंख चक्र गदा हस्ते मा महालक्ष्मी नमस्तुते विश्राम करो कंठ सिंहासन त्राही करो बाबर कण सुमन तब प्रसने दिशु दिव्य ज्ञान लक्ष्मी पूजा पाउछन्ति अक्षव गृहेण ऋण प्रभु देले धौड़ाई एथिरे की दोष कले एथिरे की दोष कले माता महा माई मो प्रभु माता महा माई विवाह बेदीरे नारीर दोष क्षमी पाई पुरुष करे प्रत्यक्ष ସେହି ନ୍ୟାୟରେ ଜଗନ୍ନାଥ ଘୋଷି ସ୍ତ୍ରୀ ଦୋଷ ପୁନଃ କଲେ ଉପେକ୍ଷୀ ଆନ ଏକ ଦୋଷ କହୁଛି ଶୁଣ ଜଗନ୍ନାଥଙ୍କୁ ମୁଁ ନ ଦିଏ ଜାଣ ଭାଇକୁ ଭାଗ ସଂସାର ଲିଖନ ଭାଇ ସତୁ ଭାଇ ମିତ୍ର ମହାନ ଭାଇ କଥାରେ ପଡ଼ିଲ ଆଜ୍ଞା ଲକ୍ଷ୍ମୀ ପରା ଭାରିଆ ବଡ଼ ଦେଉଳରୁ କରିଦେଲେ
প্রত্যাখ্যান কি ভাই ଆଜ୍ଞା ପ୍ରଭୁଙ୍କୁ ଦୋଷ ଦେବା ଆମେ ଦୋଷାରୋପ ହେବା ତଥାପି ମୀମାଂସା ଯେହେତୁ ଅଛି ଆମେ ଦେଖି ଚିନ୍ତା କରିବା ସାରେ ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳିନୀ ଘରକୁ ଗଲେ ଭାବରେ ଭଗବାନ ବନ୍ଧା ହେଇଛନ୍ତି ଭକ୍ତ ଶ୍ରୀୟା ଚଣ୍ଡାଳୀ ପ୍ରମାଣ କରେ ତା ଦେହରେ ଆଚାର ବିଚାର ଭକ୍ତି ମାର୍ଗ ଅଛି ତେଣୁ ସେ ଚଣ୍ଡାଳ ନୁହେଁ ଶାସ୍ତ୍ର କହିଲା ସେ ସଂସ୍କାର ଦେଇଛ ଏବେ ବାବା ସ୍ୱାମୀ ଦୋଷ କ୍ଷମା କରିବ ବୋଲି ବେଦୀରେ ସତ୍ୟ ରକ୍ଷା କରିଥାଏ ଲକ୍ଷ୍ମୀଙ୍କର ଦୋଷ କଣ ସେ କ୍ଷମା କଲେ କି କଲେନି କା କଥାରେ ଭାଇ କଥାରେ ପଡିକିନି ଆଜ୍ଞା ଭାଇ ଶାସ୍ତ୍ର କଲେ ଭାଗ ଇଚ୍ଛନ୍ତି ଭାଇ ଭାଇ ସଦାସର୍ବଦା ବିପଦରୁ ହୁଏତ ମୁକ୍ତି କରିପାରେ କିନ୍ତୁ ସଦାସର୍ବଦାର ପ୍ରଥମ ଉଦ୍ଦେଶ୍ୟ ମୁଖ୍ୟ ଉଦ୍ଦେଶ୍ୟ ଭାଗ ତେଣୁ ଭାଇ କଥାରେ ପଡିକିନି ମାଲୋ ଆଜି ଯୁବ ସମାଜ ସମସ୍ତଙ୍କୁ ବିନୀତ ଅନୁରୋଧ ଭାଇ କଥାରେ ପଡି ନିଜ ସଂସାର କେତେବେଳେ ବିଚ୍ଛେଦ କରନ୍ତୁ ନାହିଁ ଭାର୍ଯ୍ୟା ଶାସ୍ତ୍ର କହେ ଭାର୍ଯ୍ୟା ସମ ତୋଷଣ ନାସ୍ତି ସଂସାରେ ରହିଯା ପିତା ସମ ପୋଷଣ ନାସ୍ତି ସଂସାରେ ପିତା ପୋଷଣ କରିଥାଏ ସଂସାର ଭିତରେ ଯେତେ କଷ୍ଟ ପଡୁ ବାପ ପଛେ ଖାଇବ ନାହିଁ କିନ୍ତୁ ଛୁଆକୁ ଦେଇଥାଏ ଭାଇ ତମେ ପଛେ ଗରିବ ହେଇଥାଉ ତମେ ଖାଇବାକୁ ନ ପାଅ ଭାଇର ଅଜସ୍ର ସମ୍ପତ୍ତି ଥାଉ ତଥାପି ବଡ ଭାଇ ଧନୀ କହିଥିବ ତୋ ଭାଗ 10 ଟଙ୍କା ନହେଲେ ବି ତୁ 2 ଟଙ୍କା ଦେ ତେଣୁ ଭାଇ କଥାରେ ପଡି ଭାଇ କଥାରେ ପଡି ମୋ ପ୍ରଭୁ ଲକ୍ଷ୍ମୀ ଭାଇ ଯାକୁ ତୋଳିଲେ পরিমাপণরে প্রভু নাহি মোহি প্রভু হেবে মোর দোষী কি ভাই ଆଜ୍ଞା ମୋ କଥା ହେଲା ମୁଁ ଯେତିକି କହୁଛି ମୀମାଂସା ଯେହେତୁ ଆପଣ ଦେଲେ ତେଣୁ ସେ ତ ଦୋଷ କ୍ଷମା କରିବେ ବୋଲି ବେଦୀ ଉପରେ କହିଥିଲେ ଯଦି ଭୁଲରେ କଲା ସ୍ତ୍ରୀ ସେ କ୍ଷମା ଦେଲେନି ଦେଇଥାନ୍ତେ ଯଦି ନିଜ କଥାରେ ଦେଇଥିଲେ ଗୋଟେ ପ୍ରକାର ପୁଣି ପର ପ୍ରରୋଚନାରେ ଭାଇ କଥାରେ ପଡିକିନି ଯୋଉଟାକି ଭାଇର ସବୁବେଳେ ଭିନ୍ନ ଚିନ୍ତାଧାରା ଥାଏ ତେଣୁ ପୁଣି ଲକ୍ଷ୍ମୀ ସଂସାର ଭିତରେ ଆଜ୍ଞା ସ୍ୱାମୀ ଯେଣେ ମଦୁଆ ବି ହେଇଥାଉ ସ୍ତ୍ରୀଟା ଘର ଭିତରେ ତାକୁ କଳି କରିପାରେ ପିଟି ପାରେ ଦରକାର ପଡ଼ିଲେ କିନ୍ତୁ ଦାଣ୍ଡ ମଧ୍ୟରେ ସ୍ୱାମୀ ପଡିକି ମାନେ ମଦ ପିସେ ଗଲେ ଲୁଙ୍ଗିଟା ଘୋଡେଇ ଦବ ନେଇକିନି ଯତ୍ନରେ ଦବ ତେଣୁ ଭାର୍ଯ୍ୟା ସମ ତୋଷଣ ଶାନ୍ତି ଦେବା ପାଇଁ ଜୀବନ କାଳ ଭିତରେ ଭାର୍ଯ୍ୟାର ଭଳି ଶାନ୍ତି କେହି ସଂସାର ଭିତରେ ନାହିଁ କହିଲା କି ସୁଖ ଇନ୍ଦ୍ର ସମ୍ପତ୍ତି ସମ୍ପତ୍ତି ସବୁ ସୁଖ ଉତ୍ପତ୍ତି ସ୍ଥାନ ଦମ୍ପତି পাণ্ডবে ঘেনি দ্রৌপদী সীতা ঘেনি রঘুপতি ভুলি নথিলে বনস্তে পাই প্রাপতি সংসার ভিতরে স্বামী স্ত্রীর সুখ স্বর্গ সুখ ঠাରୁ বଳିକିରି ତେଣୁ ଇଏ ଭାଇ କଥାରେ ଯେହେତୁ ପଡିକିରି ଭାର୍ଯ୍ୟାକୁ ଛାଡ଼ିଦେଲେ ମୋ ମତରେ ସାର୍ ମୁଁ ପ୍ରଭୁଙ୍କୁ ଦୋଷ ଦେଉନି କିନ୍ତୁ ପ୍ରଭୁଙ୍କର ଭୁଲ ଟିକେ ମୁଁ ଭାବୁଛି ନାରାୟଣ ଲକ୍ଷ୍ମୀ ଆଉ ଜଗନ୍ନାଥ ଗୋଟେ ଏକାନ୍ତ ନୀତି ତାଙ୍କର ହୁଏ ଘର ଭିତରେ କେହି ନଥିବେ ସେ ଖଟ ଉପରେ ଯୋଉ ନୀତି ଚାଲିଥିଲା ତାଙ୍କର ସେଇଟା ଆଲୋଚନା ହେଇଥିଲା ତେଣୁ ଏ ଆଲୋଚନାର ପ୍ରତିଫଳନ ଏଇ ବ୍ରତ ଆରମ୍ଭ କଥା ପଢିବା ଯଦି ଗୋଟେ ଲୋକକୁ କହିବା ପର ନାରୀକି ଦୃଷ୍ଟି ଦେଲେ ପାପ ହବ ସେ ମାନିବ କି ସହଜେ ମାନିବନି ଯଦି ତା ପ୍ରତିଫଳନ ଆମେ କେତେକୁ ଦର୍ଶେଇବା ଉଦାହରଣ ମାଧ୍ୟମରେ ପୁରାଣ ହେଲା ଉଦାହରଣ ଯଦି ଆମେ କହିବା ରାବଣ ଏମିତି କଲା ସେମିତି କଲା ତାହେଲେ ଲୋକଟା ହଇତ କିଛି ଚେତି ପାରେ ତେଣୁ ଏଇ ମାଧ୍ୟମରେ ହେଲା ପୁରାଣ ସମାଜକୁ ସତ ମାର୍ଗକୁ ଆଣିବା ପାଇଁ ତେଣୁ ମୁଁ ଯୋଉ କହିଲି ପ୍ରଭୁଙ୍କର ଦୋଷ ସତରେ କଣ ପ୍ରଭୁଙ୍କର ଦୋଷ କି ଆଜ୍ଞା ଏ ସମାଜକୁ ଶିକ୍ଷା ଦେବା ନିମନ୍ତେ ପୁରୁଷ ସମାଜ
ନାରୀ ଉପରେ ଯେଉଁ ଅତ୍ୟାଚାର କରୁଛି ବା ନାରୀକୁ ଦୋଷ ଦେଉଛି, ପୁରୁଷ ସମାଜ ସବୁବେଳେ ଚିନ୍ତା କରିବା ଦରକାର ନାରୀ ଠାରୁ ବଳି ସୁଖଦାୟିନୀ ବା ନାରୀ ଠାରୁ ବଳି ହିତାକାଂକ୍ଷୀ ସଂସାର ଭିତରେ ପୁରୁଷ ପାଇଁ କେହି ନାହିଁ। ବାପା ହଉ ମା ହଉ, ଆଜ୍ଞା ମା ବାପା ଚାଲିଗଲା ପରେ ଯଦି ସଂସାରରେ ତମର ଅତି ନିଜର କିଏ ଥାଏ ତାହେଲେ ସ୍ୱାମୀର ସ୍ତ୍ରୀ, ସ୍ତ୍ରୀର ସ୍ୱାମୀ, ଏହା ଅଙ୍ଗେ ଲିଭେଇବେ ଯେତେବେଳେ 80 ବର୍ଷ ହେଇଯିବ, ବୃଦ୍ଧା ହେଲା ପରେ କୋଉ ପୁଅ ନଥିବ କୋଉ ଝିଅ ନଥିବ, କେବଳ ସ୍ୱାମୀର ସ୍ତ୍ରୀ, ସ୍ତ୍ରୀର ସ୍ୱାମୀ। ତେଣୁ ପୁରୁଷ ସମାଜ ପାଇଁ ଏଇଟା ଗୋଟେ ଶିକ୍ଷା। ଭୁଲରେ ଭାଇ କଥାରେ କିମ୍ବା କାହା କଥାରେ ପଡି ସ୍ୱାମୀ ଉପରେ ଦୋଷାରୋପ ନ କରିବା ପାଇଁ ପୁରୁଷ ସମାଜ ଗୋଟେ ଆମର ଶିକ୍ଷା। ମୁଁ ଆଜ୍ଞା ପ୍ରଭୁଙ୍କ ଦୋଷ ଦେଲି, କ୍ଷମା କରିବେ ପ୍ରଭୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହଉ ଉଭୟ